পাই জগত হিতে দয়া বহে কি ব্রত বলে নারী মানে হইবে সুখী সবদিনে সংখ্যা সিন্দুর বজ্র হেব কলহে শিশু কেন শিব সৌভাগ্যবতী ধনবতী হেবে সে পতিব্রতা সতী বৈধব্য দোষান ভুলিবে মরণে স্বর্গ প্রাপ্ত হেবে ধর্মরাজাଙ୍କ ବାକ୍ୟ ଶୁଣି ହସି କହନ୍ତି ଚକ୍ର ପାଣି ସଘବା ନାରୀ ମାନଙ୍କର ସକଳ ମତ ମଧ୍ୟ ତାର ସାବିତ୍ରୀ ବ୍ରତ ଅଟେ ସେହି ସେ କଥା ଶୁଣ ମନରେ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ ଅମାବାସ୍ୟାକୁ କର ଲକ୍ଷ୍ୟ ସାବିତ୍ରୀ ଉଆସଟି ସେହି ସେଦିନ ଏ ବ୍ରତ ହୁଏ ବ୍ରତର ଫଳ ସ୍ୱରୂପରେ ଯେ ସୁଖ ମିଳଇ ବଚରେ ତାହାର ନାହିଁ ପଟାନ୍ତର ଶୁଣ ହେ ଶୁଣ ପାଣ୍ଡବ ସଫଳ ଏ କଥା ଯଦି ଚିର ଶୁଣି କୃଷ୍ଣଙ୍କୁ ପଚାରିଲେ ପୁଣି ଏ ବ୍ରତ କେବେ କେଉଁ ନାରୀ କି ଫଳ ପାଇଲେ ଆଚରେ ଏ କଥା ଶୁଣି ବେଣୁ ପାଣି କହିଲେ ଅତୀତ କାହାଣୀ ମଦ୍ର ଦେଶର ନରପତି ତାହାଙ୍କ ନାମ ବସ୍ତ୍ରପତି କୌଶଲ୍ୟା ରାଣୀଙ୍କର ନାମ ଧରଧାନ୍ୟରେ ରାଜ୍ୟପୂର୍ଣ୍ଣ ପ୍ରଜାବତ୍ସର ସ୍ୱପତି ନ୍ୟାୟରେ ରାଇଜ ପାରତେ ରାଜା ରାଣୀଙ୍କ ବଡ଼ ଚିନ୍ତା ନଥାଏ ପୁତ୍ର କି ଲୋଡ଼ିଦାର କୁଳରେ ନଥିଲେ ସନ୍ତାନ ଜୀବନ ରାଜା ରାଣୀ ଯେ ଦୁଃଖେ ଥିଲେ ଏତକୁ ଉପାୟ ଚିନ୍ତିଲେ ସାଧୁ ପଣ୍ଡିତ ମତ ନେଲେ ସାବିତ୍ରୀ ଯଜ୍ଞ ଆରଥିଲେ 18 ବର୍ଷ ବିରତ ଚାଲିଲା ହୋମାହୁତି ମନ୍ତ୍ର ପୂର୍ଣ୍ଣାହୁତିର ପୂର୍ବ ନୀତି ସପନେ ରାଣୀ ହେଲେ କୋଟି ସୁନ୍ଦରୀ ଝିଅଟିଏ କେହି ମାମା ବୋଲି ଡାକରେ ଦେଇ ରାଣୀଙ୍କ କୋଲେ ନଥିଲା ସପନ ଶେଷେ ଚାଲିଗଲା ପ୍ରଭାତେ ରାଜା ପାଖେ ରାଣୀ କହିଲେ କାହାଣୀ ଉଭୟେ ଚିନ୍ତା ମଗ୍ନ ଥାଇ ଚଳିଲେ ପୂର୍ଣ୍ଣାହୁତି ପାଏ ଅନ୍ତିମ ଆହୁତି କାଳରେ ହେଇଥିଲେ ଯଜ୍ଞ